କିଛି ଗୁରୁତ୍ୱପୂର୍ଣ୍ଣ କଥା ଆସନ୍ତୁ ଜାଣିବା। ମୁଁ ବଡ଼ ନୁହେଁ, ମୋ ମୁଣ୍ଡ ଉପରେ ଯାହାର ହାତ ଅଛି ସେ ବହୁତ ବଡ଼। ପ୍ରତିଟି ମଣିଷ ଏ କଥାକୁ ଭାବିବା ଦରକାର। ଯଦି ଜୀବନରେ କିଛି ଭଗବାନଙ୍କୁ ମାଗିବାର ଅଛି ତ ନିଜ ମା ବାପାଙ୍କର ଲମ୍ବା ଆୟୁଷ ମାଗନ୍ତୁ, କାହିଁକି ନା ଆପଣଙ୍କୁ ଅଧିକ ଭଲ ପାଇବା ତାଙ୍କଠାରୁ ଅଧିକ ଆଉ କେହି ଦେଇପାରିବେ ନାହିଁ। କ୍ଷମା ସେମାନଙ୍କୁ ମାଗନ୍ତୁ ଯିଏ ଆପଣଙ୍କୁ ଠିକ୍ ଭାବରେ ବୁଝିପାରୁଥିବେ। ନାରୀକୁ ନଷ୍ଟ ଚରିତ୍ର କହିବା କୌଣସି ପୁରୁଷର ହକ୍ ନାହିଁ, କାହିଁକି ନା ପୁରୁଷର ସ୍ପର୍ଶ ବିନା କୌଣସି ବି ନାରୀ ନଷ୍ଟ ହୁଏ ନାହିଁ। ସମସ୍ତେ କୁହନ୍ତି ସ୍ତ୍ରୀ ସବୁବେଳେ ଅସୁବିଧାରେ ପକାଇଥାଏ, ହେଲେ କେବେ କେବେ ଖୁବ୍ କମ୍ ବ୍ୟକ୍ତି କହିଥାନ୍ତି ଯେ ସ୍ତ୍ରୀ ହିଁ ଅସୁବିଧା ସମୟରେ ସାଥୀ ହୋଇ ଛିଡ଼ା ହୋଇଥାଏ। ଏହି ସାମଗ୍ରୀ ଗୁଡ଼ିକୁ ଭୁଲରେ ମଧ୍ୟ ଅନ୍ୟକୁ ଦେବା ଉଚିତ ନୁହେଁ। ନିଜ ସିନ୍ଦୁର, ଖାଇଥିବା ବା ଛୁଇଁଥିବା ଖାଦ୍ୟ, ଝାଡ଼ୁ ଓ ସଫା କରିବାର ସାମଗ୍ରୀ, ବ୍ୟବହାର ହୋଇଥିବା ରୁମାଲ ବା ଘଣ୍ଟା, ପିନ୍ଧିଥିବା ଚୁଡ଼ି, ନିଜର ପୋଷାକ, ଜୋତା, ଚପଲ କିମ୍ବା ପାଦରେ ପିନ୍ଧିବା ସାମଗ୍ରୀ, ମଙ୍ଗଳସୂତ୍ର, ନବଜାତ ଶିଶୁଙ୍କ ପୋଷାକ, ବିବାହ ସମ୍ବନ୍ଧୀୟ ପୋଷାକ, ଏଗୁଡ଼ିକୁ ନିଜ ପାଖରେ ରଖିବାକୁ କୁହାଯାଇଥାଏ, କାରଣ ସେମାନଙ୍କ ସହିତ ଭାବନା, ସ୍ମୃତି ଓ ସମ୍ବନ୍ଧିତ ଶୁଭ ଅଶୁଭ ବିଶ୍ୱାସ ଜଡ଼ିତ ଥାଏ। ସାଙ୍ଗମାନେ, ଯଦି କିଏ ଆପଣଙ୍କ ସୁନ୍ଦର ଚେହେରାର ପ୍ରଶଂସା କରୁଛି, ତେବେ ଏଥିରେ ଅତ୍ୟଧିକ ଖୁସି ହୋଇଯାଆନ୍ତୁ ନାହିଁ, କାରଣ ପ୍ରଶଂସା ଚେହେରାର ନୁହେଁ ଚରିତ୍ରର ହେବା ଦରକାର। କାହିଁକି ନା ସୁନ୍ଦର ଚେହେରା ତ କ୍ରିମ୍ ଆଉ ପାଉଡରରେ ତିଆରି କରିହୁଏ, କିନ୍ତୁ ସୁନ୍ଦର ହୃଦୟ ତିଆରି କରିବା ପାଇଁ ସାରା ଜୀବନ ବି କମ୍ ପଡ଼ିଯାଏ। କ'ଣ ଠିକ୍ ତ? କମେଣ୍ଟରେ ଲେଖନ୍ତୁ ଆପଣଙ୍କ ଉତ୍ତର। କଥା ମୋର, ବିଚାର ଆପଣମାନଙ୍କର।